ଆରେ କଣ ହେଲା? ବୋଉ କଣ କିଛି କହିଲା କି ତମକୁ? ତମ ବୋଉ ନୁହଁ, ମୋ ବୋଉ କହିଲା। କଣ କହିଲେ? ମୁଁ ଘରକୁ ଯିବା ପାଇଁ ଚାହୁଁଥିଲି। ମତେ କହିଲା କି ବାହା ହେଲା ପରେ ଏତେ ଥର ବାପ ଘରକୁ ଆସନ୍ତିନି। ଏବେ ସେଇଟା ତୋର ଘର ଆଉ ସେଇମାନେ ହିଁ ତୋ ବାପା ବୋଉ। ଆରେ ଏତିକି କଥା? ବାହାଘର ସରିଲା ପରେ ଏଇ ସବୁ କମନ କଥା। ଝିଅ ଜନ୍ମ ହେଲେ ଲୋକମାନେ ଏଇଥିପାଇଁ ମନ ଦୁଃଖ କରନ୍ତି ନା? କାହିଁକି ନା ଗୋଟେ ଝିଅ ଗୋଟେ ଘରେ 25-24 ବର୍ଷ ରହିଲା ପରେ ତାକୁ ଆଉ ଗୋଟେ ଘରକୁ ଯିବାକୁ ପଡେ। ନା ତାର କୌଣସି ଘର ନିଜର ହେଇଥାଏ ନା ବାପା ବୋଉ ନିଜର ହେଇଥାନ୍ତି। ଆରେ ତମେ ଠିକ କହିଲ। ଗୋଟେ ଝିଅକୁ ତା ନିଜ ଘର ଛାଡିବାକୁ ପଡେ ଆଉ ତା ବାପା ବୋଉଙ୍କୁ ବି ଛାଡିବାକୁ ପଡେ। ଆଉ ଲୋକମାନେ କଣ ଭାବନ୍ତି କି ଗୋଟେ ଝିଅର ବାହାଘର ସରିଲା ପରେ ତା ବାପା ବୋଉର ଜାଗା ତା ଶାଶୁ ଶ୍ୱଶୁର ପୂରଣ କରନ୍ତି। ଏଇଟା କଣ ହୁଏ? ଆଉ ତମେ ଜାଣିଛ ଗୋଟେ ଝିଅର ତା ନିଜ ଘର ଆଉ ତା ବାପା ବୋଉର ଅଭାବ କେବଳ ଗୋଟେ ସ୍ୱାମୀ ହିଁ ପୂରଣ କରିପାରେ। ଆଉ ସେଇଟା ମୁଁ କରିବି। କାନ୍ଦିବା ବନ୍ଦ କର। ହସିଦିଅ ଏବେ। କିଏ କହିଲା କି ଝିଅମାନଙ୍କର କୌଣସି ନିଜ ଘର ନଥାଏ? ଯଦି ତା ଜୀବନସାଥୀ ଭଲ ହେଇଥିବ ନା, ତ ଶାଶୁଘର ବି ତାକୁ ସ୍ୱର୍ଗ ଭଳିଆ ଲାଗିବ।